ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଶୋଇବା ପୂର୍ବରୁ କାହିଁକି ବାମ କଡ଼କୁ ମାଡ଼ି ଶୋଇବା ଉଚିତ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ ଓଜନ ବଢ଼େ, ଅପସନ ବି ହଜମ ଭଲ ହୁଏ, ଅପସନ ସି ସ୍ୱପ୍ନ ଆସେନି, ଅପସନ ଡି ଶକ୍ତି ବଢ଼େ। ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 5 ସେକେଣ୍ଡ ସମୟ ଦିଆଯାଉଛି। ଏହାର ଉତ୍ତର ଜାଣିଥିଲେ କମେଣ୍ଟ ମାଧ୍ୟମରେ କମେଣ୍ଟ କରିଦିଅନ୍ତୁ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ବି ହଜମ ଭଲ ହୋଇଥାଏ। ବାମ କଡ଼କୁ ମାଡ଼ି ଶୋଇଲେ ରାତିରେ ହଜମ ଭଲ ହୋଇଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ କଦଳୀ, ଅପସନ ବି କିୱି ଫଳ, ଅପସନ ସି ସେଉ, ଅପସନ ଡି ଅଙ୍ଗୁର। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ବି କିୱି ଫଳ। ରାତିରେ କିୱି ଫଳ ଖାଇ ଶୋଇଲେ ଭଲ ନିଦ ହୋଇଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଶରୀରରେ କେଉଁ ଅଙ୍ଗରେ ଘା ହେଲେ ଶୀଘ୍ର ଭଲ ହୋଇଯାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ ଚର୍ମ, ଅପସନ ବି ହାଡ଼, ଅପସନ ସି ନଖ, ଅପସନ ଡି ଜିଭ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଡି ଜିଭ। ଶରୀରରେ ଜିଭ ଅଙ୍ଗର ଘା ହେଲେ ସବୁଠାରୁ ଶୀଘ୍ର ଭଲ ହୋଇଯାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ଦାନ୍ତ ମଜବୁତ ହୁଏ ଏବଂ ହାଡ଼ ଭାଙ୍ଗିଥିଲେ ଶୀଘ୍ର ଜଡ଼ି ହୋଇଯାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ ପିଜୁଳି, ଅପସନ ବି ଲିଚୁ, ଅପସନ ସି ନାସପାତି, ଅପସନ ଡି କଦଳୀ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଏ ପିଜୁଳି। ପିଜୁଳି ଫଳ ଖାଇଲେ ଦାନ୍ତ ମଜବୁତ ହୁଏ ଏବଂ ହାଡ଼ ଭାଙ୍ଗିଥିଲେ ଶୀଘ୍ର ଜଡ଼ି ହୋଇଯାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ହାତ ଗୋଡ଼ ବ୍ୟଥା ହୋଇନଥାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ କଦଳୀ, ଅପସନ ବି ଆମ୍ବ, ଅପସନ ସି ସେଉ, ଅପସନ ଡି ପିଜୁଳି। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଏ କଦଳୀ। କଦଳୀ ଫଳ ଖାଇଲେ ହାତ ଗୋଡ଼ ବ୍ୟଥା ହୁଏ ନାହିଁ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଚୋପା ସହ ଚୋବାଇ ଖାଇଲେ ଅଧିକ ଶକ୍ତି ମିଳିଥାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ କମଳା, ଅପସନ ବି କଦଳୀ, ଅପସନ ସି ପିଜୁଳି, ଅପସନ ଡି ସେଉ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ସି ପିଜୁଳି, ଅପସନ ଡି ସେଉ। ଏହି ଦୁଇଟି ଫଳ ଚୋପା ସହ ଚୋବାଇ ଖାଇଲେ ଅଧିକ ଶକ୍ତି ମିଳିଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳର ମଞ୍ଜିକୁ କ୍ଷୀରରେ ମିଶାଇ ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ ପିଜୁଳି ମଞ୍ଜି, ଅପସନ ବି ଅଙ୍ଗୁର ମଞ୍ଜି, ଅପସନ ସି କଖାରୁ ମଞ୍ଜି, ଅପସନ ଡି ଲେମ୍ବୁ ମଞ୍ଜି। ସମୟଟି ଆରମ୍ଭ ହେଉଛି ଏବେଠୁ।
ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତର ଦେଖିବା ଆଗରୁ ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ। ଆପଣମାନେ କେଉଁ ଜିଲ୍ଲାର ଭିଡିଓ ଦେଖୁଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି କଖାରୁ ମଞ୍ଜି। କଖାରୁ ଫଳର ମଞ୍ଜିକୁ କ୍ଷୀରରେ ମିଶାଇ ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ବିଛା କିମ୍ବା କଙ୍କଡା ବିଛା କାମୁଡି ଦେଲେ କଣ ଲଗାଇବା ଦ୍ୱାରା ବିଷ ଶୀଘ୍ର ବାହାରିଯାଏ? ଦର୍ଶକ ବନ୍ଧୁ ଅପସନ ଗୁଡିକ ହେଉଛି ଅପସନ ଏ ସନ୍ଧବ ଲୁଣ, ଅପସନ ବି ଗୁଆ ଘିଅ, ଅପସନ ସି ଫିଟିକିରି, ଅପସନ ଡି ଫିନାଇଲ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ସନ୍ଧବ ଲୁଣ, ଅପସନ ବି ଗୁଆ ଘିଅ। ବିଛା କିମ୍ବା କଙ୍କଡା ବିଛା କାମୁଡି ଦେଲେ ଏଇ ଦୁଇଟି ଜିନିଷ ଲଗାଇଲେ ବିଷ ଶୀଘ୍ର ବାହାରିଯାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ମେଥିକୁ ପେଷ୍ଟ କରି ସେଥିରେ କଣ ମିଶାଇ ଚେହେରାରେ ଲଗାଇବା ଦ୍ୱାରା ଚେହେରା ପୁରା ଟାଇଟ୍ ଏବଂ ଗ୍ଲୋ କରିଥାଏ? ଦର୍ଶକ ବନ୍ଧୁ ଅପସନ ଗୁଡିକ ହେଉଛି ଅପସନ ଏ ଦହି, ଅପସନ ବି କ୍ଷୀର, ଅପସନ ସି ଲେମ୍ବୁ, ଅପସନ ଡି କୌଣସି ନୁହେଁ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି କ୍ଷୀର। ମେଥିକୁ ପେଷ୍ଟ କରି ସେଥିରେ କ୍ଷୀର ମିଶାଇ ଚେହେରାରେ ଲଗାଇବା ଦ୍ୱାରା ଚେହେରା ପୁରା ଟାଇଟ୍ ଏବଂ ଗ୍ଲୋ କରିଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ସକାଳୁ କଣ ଖାଇଲେ ହଜମ ଶକ୍ତି ବଢିବା ସହିତ ଦିମାଗ ଥଣ୍ଡା ରହିଥାଏ? ଦର୍ଶକ ବନ୍ଧୁ ଅପସନ ଗୁଡିକ ହେଉଛି ଅପସନ ଏ କ୍ଷୀର, ଅପସନ ବି ଘିଅ, ଅପସନ ସି ଦହି, ଅପସନ ଡି ମହୁ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଦହି। ସକାଳୁ ଦହି ଖାଇଲେ ହଜମ ଶକ୍ତି ବଢିବା ସହିତ ଦିମାଗ ଥଣ୍ଡା ରହିଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଛାତିରେ କଫ ଜମା ହୋଇଥିଲେ ପାଦ ତଳେ କଣ ଲଗାଇଲେ ଛାତିର କଫ ଏବଂ ଥଣ୍ଡା ଶୀଘ୍ର ଭଲ ହୋଇଯାଏ? ଦର୍ଶକ ବନ୍ଧୁ ଅପସନ ଗୁଡିକ ହେଉଛି ଅପସନ ଏ ନଡ଼ିଆ ତେଲ, ଅପସନ ବି ସୋରିଷ ତେଲ, ଅପସନ ସି ଭିକ୍ସି, ଅପସନ ଡି ଏଥିରୁ କେଉଁଟା ନୁହେଁ? ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଭିକ୍ସି। ଛାତିରେ କଫ ଜମା ହୋଇଥିଲେ ପାଦ ତଳେ ଭିକ୍ସି ଲଗାଇଲେ ଛାତିରେ କଫ ଏବଂ ଥଣ୍ଡା ଶୀଘ୍ର ଭଲ ହୋଇଯାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ରାତିରେ କଣ ଖାଇଲେ ପେଟ ସଫା ହେବା ସହିତ ଲାଟ୍ରିନ୍ କ୍ଲିୟର ହୋଇଥାଏ ଏବଂ ଗ୍ୟାସ ସମସ୍ୟା ହୋଇନଥାଏ? ଦର୍ଶକ ବନ୍ଧୁ ଅପସନ ଗୁଡିକ ହେଉଛି ଅପସନ ଏ ଜୁଆଣି, ଅପସନ ବି ଗୁଡ଼, ଅପସନ ସି ଉଷୁମ ପାଣି, ଅପସନ ଡି ଏହି ସମସ୍ତ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତର ଦେଖିବା ଆଗରୁ ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନ ପାଆନ୍ତୁ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଏହି ସମସ୍ତ। ରାତିରେ ଖାଇସାରିବା ପରେ ଜୁଆଣି 1 ଚାମଚ, ସେଥିରେ 2 ଚାମଚ ଗୁଡ଼ ମିଶାଇ ଚୋବାଇ ଖାଇଦିଅନ୍ତୁ। ତାପରେ ଉଷୁମ ପାଣି 1 ଗ୍ଲାସ ପିଇ ଦିଅନ୍ତୁ। ଦେଖିବେ ସକାଳୁ ପେଟ ସମ୍ପୂର୍ଣ୍ଣ ସଫା ହେବା ସହିତ ଗ୍ୟାସ ସମସ୍ୟା ହୋଇନଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ନଦୀରେ ହୀରା ଦେଖିବାକୁ ମିଳିଥାଏ? ଦର୍ଶକ ବନ୍ଧୁ ଅପସନ ଗୁଡିକ ହେଉଛି
ଅପସନ ଏ ଗଙ୍ଗା ନଦୀ, ଅପସନ ବି ମହାନଦୀ, ଅପସନ ସି କୃଷ୍ଣା ନଦୀ, ଅପସନ ଡି କାବେରୀ ନଦୀ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ଏହି ପ୍ରଶ୍ନଟି ଆପଣମାନଙ୍କ ପାଇଁ। ଆପଣମାନେ ଏହାର ଉତ୍ତର କମେଣ୍ଟ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ଯାଏ ଦେଖିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।